सब्सक्राइब करंतु एबे आम चैनल को एवं प्रेस करंतु बेल आइकन को जहा द्वारा लेटेस्ट वीडियो नोटिफिकेशन आपण मानक सर्वप्रथमे मिल परिबो। ओम नमः शिवाय। नमस्कार फ्रेंड्स आपण मानक आम यूट्यूब चैनल को पुणी थरे स्वागतम एवं शुभकामना। फ्रेंड्स एही आगामी 48 घंटा अर्थात आगामी 2 दिन रे आपण मानक जीवन रे जदि कहिबा कि महापरिवर्तन आसिबा ପାଇଁ କିନା ଯାଉଅଛି। ଆପଣ ମାନଙ୍କର 100% ଭାବରେ ରାଶିଫଳ ସଠିକ ଘଟଣା ବିଷୟରେ ମୁଁ ଆପଣମାନଙ୍କୁ ଜଣେଇବି। ବନ୍ଧୁଗଣ, ଗ୍ରହମାନଙ୍କର ବଦଳୁଥିବା ଚାଲ ଆପଣମାନଙ୍କ ଜୀବନରେ ସବୁ ପ୍ରକାରର ତୋଫାନ ଆଣିବା ପାଇଁ କି ଯାଉଅଛି। ଏ ତୋଫାନ ଯଦି କହିବେ କି ଆପଣମାନଙ୍କ ଜୀବନରେ କିମ୍ବା ଲାଇଫରେ ଆପଣମାନଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳିଯିବ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଶୁଣିବା ପାଇଁ ଆପଣମାନେ ଫାଷ୍ଟରୁ ଲାଷ୍ଟ ଯାଏ ନିହାତି ଭାବରେ ଶୁଣନ୍ତୁ। କାହିଁକି ନା ଆଜିର ଦିନରେ ଯେଉଁ ଗ୍ରହମାନଙ୍କର ସ୍ଥିତି ବଦଳିବାକୁ କିମ୍ବା ଚାଲ ଚଲେଇବାକୁ ଯାଉଅଛି ତାହା ବହୁତ ଭାଗ୍ୟଶାଳୀ ଗୋଚର ହେବା ପାଇଁ କିନା ଯାଉଅଛି। କାହିଁକି ନା ଯଦି ଚନ୍ଦ୍ରମା ଯଦି କହିବା ଗ୍ରହମାନଙ୍କର ସ୍ଥିତି କୌଣସି ନା କୌଣସି ଜାଗାରେ ଅଟକି ନଥିଲା, ସେ ସବୁର ସୁଧାର ମଧ୍ୟ ଆସିଯିବ। ତେଣୁ ଧ୍ୟାନର ସହିତ ଏ ଭିଡ଼ିଓଟିକୁ ଶୁଣନ୍ତୁ। ହଁ ଆଜ୍ଞା ବନ୍ଧୁଗଣ, ଆପଣମାନଙ୍କ ଲାଇଫରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଭାବରେ ସଫଳତା ଦେଖିବା ପାଇଁ କିନା ମିଳିବ। ଜାଣିବା ଏହି 48 ଘଣ୍ଟାରେ ଆପଣମାନଙ୍କର ସ୍ୱାସ୍ଥ୍ୟ କିପରି ଭାବରେ ରହିବ, ଚାକିରିର ସ୍ଥିତି କିପରି ଭାବରେ ରହିବ, ବାଣିଜ୍ୟ କିପରି ଭାବରେ ରହିବ, ଆର୍ଥିକ ସ୍ଥିତି କିପରି ଭାବରେ ରହିବ, ତା ସହିତ ଆପଣମାନଙ୍କର ଶରୀର କିପରି ଭାବରେ ରହିବ। ସବୁ କିଛି ଏହି ଗୋଟିଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ ପ୍ରଥମରୁ ଶେଷ ଯାଏ ସବୁ କିଛି ଆପଣମାନଙ୍କୁ କହିବି ଏବଂ ତା ସହିତ ଆପଣମାନଙ୍କ ପାଇଁ କିଛି ସାବଧାନତା ମଧ୍ୟ ଅଛି, ଯାହାକୁ ଶୁଣିବା ପାଇଁ କିନା ଆପଣମାନେ ସ୍କିପ୍ କରିକିନା ଭିଡ଼ିଓଟିକୁ ଶୁଣନ୍ତୁ ନାହିଁ। ଆପଣମାନେ ପ୍ରଥମରୁ ଲାଷ୍ଟ ଯାଏ ଦେଖିଲେ ସିନା ଆପଣମାନେ ତାର କିଛି ଉପାୟ ବିଷୟରେ ଜାଣିପାରିବେ, ନଚେତ୍ ଆପଣମାନେ ସେହି ଉପାୟଟିକୁ ସ୍କିପ୍ କରିକିନା ଭୁଲିଯିବେ ଏବଂ ତାକୁ ଜାଣିପାରିବେ ନାହିଁ। ଯେହେତୁ ଗ୍ରହମାନଙ୍କର ସ୍ଥିତି ବଦଳିବାକୁ ଯାଉଛି, ତେବେ ଆପଣମାନଙ୍କୁ ସେଥିରୁ ବଞ୍ଚିକିନା ରହିବାକୁ ପଡ଼ିବ। ତେଣୁ ଭିଡ଼ିଓଟିକୁ ଧ୍ୟାନର ସହିତ ଶୁଣନ୍ତୁ। ଆଗାମୀ ଏହି 48 ଘଣ୍ଟା ଆପଣମାନଙ୍କ ପାଇଁ ଖାସ୍ ହେବା ପାଇଁ କି ଯାଉଛି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଆପଣମାନଙ୍କ ସ୍ୱହୃଦୟରେ ଆପଣମାନେ କମେଣ୍ଟ ବକ୍ସରେ ଓଁ ନମଃ ଶିବାୟ ବୋଲି ଅବଶ୍ୟ ଲେଖନ୍ତୁ। ତେବେ ଯାଇକିନା ଆପଣମାନଙ୍କୁ ଭୋଳାନାଥଙ୍କର କୃପା କିମ୍ବା ଆଶୀର୍ବାଦ ନିଶ୍ଚିତ ଭାବରେ ମିଳିଯିବ ଏବଂ ମହାଦେବ ଆପଣମାନଙ୍କର ଆସୁଥିବା ଯେଉଁ କଷ୍ଟ ଏବଂ ଆପଣମାନଙ୍କର ଅସୁବିଧାକୁ ମଧ୍ୟ ଦୂର କରିପାରିବେ। ତେଣୁ ନିହାତି ଭାବରେ କମେଣ୍ଟ ବକ୍ସରେ ଲେଖନ୍ତୁ, ଯାହାଦ୍ୱାରା ଆପଣମାନଙ୍କୁ ସଫଳତା ନିହାତି ଭାବରେ ମିଳିବ। ଆମ ଜୀବନରେ ସବୁବେଳେ ଦୁଇଟି ସ୍ଥିତି ଥାଏ, କେତେବେଳେ ସୁଖ ତ ଆଉ କେତେବେଳେ ଦୁଃଖ। କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ କିଏ କେତେବେଳେ ସୁଖୀ ଅଛି ତ ଆଉ କିଏ କେତେବେଳେ ଦୁଃଖୀ ଅଛି। କିନ୍ତୁ ମନେ ରଖନ୍ତୁ, ଭଗବାନ ସବୁବେଳେ ଆପଣମାନଙ୍କୁ ପରୀକ୍ଷା କରିବା ପାଇଁ କିନା ଆପଣମାନଙ୍କୁ ଦୁଃଖ ଦେଇଥାନ୍ତି। କିନ୍ତୁ ତାଙ୍କର ଉଦ୍ଦେଶ୍ୟ କିଛି ମନ୍ଦ ନଥାଏ। ସିଏ ଆପଣମାନଙ୍କର ଭଲ ଚିନ୍ତା କରିକିନା ଆପଣମାନଙ୍କୁ ପରୀକ୍ଷା ମଧ୍ୟ କରିଥାନ୍ତି। ତେଣୁ ଆପଣମାନେ କେବେ ବି ଦୁଃଖ କରନ୍ତୁ ନାହିଁ। ଆପଣମାନଙ୍କୁ ଭଗବାନ ପରୀକ୍ଷା କରୁଛନ୍ତି। ଆପଣମାନଙ୍କୁ ଆଜି ଦୁଃଖ ଦେଇଛନ୍ତି ତ କାଲି ସୁଖ ଦେବେ। ଆପଣମାନେ ଚିନ୍ତା କରନ୍ତୁନି। ଆପଣମାନଙ୍କ ପାଖରେ ଆଜି ସବୁ କିଛି ଜିନିଷ ଅଛି, କାଲି କି ନଥିବ। କିନ୍ତୁ ଆଜି ନାହିଁ, କାଲିକି ପୁଣି ଆସିଯିବ। ଚିନ୍ତା କରିବାର ନାହିଁ। କିନ୍ତୁ ଆପଣମାନଙ୍କୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କି ଆପଣମାନେ ସବୁବେଳେ କର୍ମ କରି ଚାଲନ୍ତୁ। କର୍ମରେ କେବେ ଅବହେଳା କରନ୍ତୁ ନାହିଁ। କାହିଁକି ନା କର୍ମ ଆପଣମାନଙ୍କୁ ସଠିକ ଉପାୟ ବତେଇବ। ଆପଣମାନେ ଯଦି କର୍ମ ନ କରିବେ ତେବେ ଭଗବାନ ଆପଣମାନଙ୍କୁ କ'ଣ ବା ଦେବେ। ଆପଣମାନେ ନିଜର ସାମର୍ଥ୍ୟ ଅନୁସାରେ ଆପଣମାନେ କେବେ ବି ଉଚ୍ଚ ଆଶା କରନ୍ତୁ ନାହିଁ। ଆପଣମାନେ ଯେତିକି ଇନକମ୍ କରିଛନ୍ତି ତାଠୁ ଅଧିକ ଇନକମ୍ କରିବା ଆଶାରେ ଯଦି କିଛି କାର୍ଯ୍ୟ କରିବେ, ସେଥିରେ ବଡ଼ ମଧ୍ୟ ହେଇପାରେ। ଯଦି କହିବା ଆପଣମାନେ ପାରିବାରିକ କ୍ଷେତ୍ରରେ ଚିନ୍ତିତ ମଧ୍ୟ ହୋଇକିନା ରହିବେ। ପରିବାରର ଲୋକମାନଙ୍କର ଆପଣମାନଙ୍କର ଜଣେ ଆଉ ଜଣଙ୍କ ସହିତ ତାଳମେଳର ଅଭାବ ମଧ୍ୟ ରହିବ। କୌଣସି ଅନାବଶ୍ୟକ କଥାକୁ ନେଇକି ଆପଣମାନଙ୍କ ଘରେ
ପରିବାରରେ ବିବାଦ ମଧ୍ୟ ଦେଖାଦେବ। କୌଣସି କ୍ଷେତ୍ରରେ ଭ୍ରମ ଉତ୍ପନ୍ନ ହେବା ଦ୍ୱାରା ଜଣେ ଆଉ ଜଣଙ୍କ ସହିତ ଲଢ଼େଇ ମଧ୍ୟ ହେବ। ତା ସହିତ ପିଲାମାନଙ୍କର କୌଣସି ନକାରାତ୍ମକ ଗତିବିଧି କାରଣରୁ ଆପଣମାନଙ୍କୁ ଚିନ୍ତା ଏବଂ କ୍ରୋଧ ଭଳି ଭାବନା ଆପଣମାନଙ୍କ ମନରେ ଉତ୍ପନ୍ନ ହେବ। ତ ସେ ସବୁ ଭୁଲକୁ ଆପଣମାନେ ଠିକ୍ କରିବା ପାଇଁକି ବିଶେଷ ଭାବରେ ଚେଷ୍ଟା କରନ୍ତୁ, ଯାହାଫଳରେ ଆପଣମାନଙ୍କ ସ୍ଥିତିରେ ସୁଧାର ଶୀଘ୍ର ଦେଖିବା ପାଇଁକି ମିଳିବ। ତା ସହିତ ଆପଣମାନେ କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ସମସ୍ତ କାର୍ଯ୍ୟକୁ ପ୍ରଥମେ ତଦାରଖ କରିନିଅନ୍ତୁ। କାହିଁକି ନା ଆପଣମାନଙ୍କର ଏହି ସୁଯୋଗର ସବୁବେଳେ ଜଣେ ନା ଜଣେ କେହି ଥାଆନ୍ତି ଯେଉଁମାନେ କି ଆପଣମାନଙ୍କର ଫାଇଦା ମଧ୍ୟ ଉଠେଇ ପାରନ୍ତି। କାହା ସହିତ ଅଧିକ ବୁଲାବୁଲି ମେଳାମେଳପି କରନ୍ତୁ ନାହିଁ, ଯାହାଦ୍ୱାରା ଆପଣମାନଙ୍କୁ ସମୟ ବର୍ବାଦ ମଧ୍ୟ କରିଦେବ। ନିଜର କ୍ରୋଧ ଏବଂ କଥାବାର୍ତ୍ତା ଉପରେ ମଧ୍ୟ ନିୟନ୍ତ୍ରଣ ରଖନ୍ତୁ। ମାମୁଁ ଘର ଲୋକମାନଙ୍କ ସହିତ ଆପଣମାନଙ୍କର କୌଣସି ଭୁଲ ବୁଝାମଣା ମଧ୍ୟ ହେଇପାରେ। ଆପଣମାନଙ୍କର ପ୍ରତିଦ୍ୱନ୍ଦ୍ୱୀ ଆପଣମାନଙ୍କ ବିଷୟରେ କିଛି ଭୁଲ ଇନଫର୍ମେସନ୍ ମଧ୍ୟ ବ୍ୟାପି ପାରନ୍ତି, ଯେଉଁଥିପାଇଁ କି ଆପଣମାନଙ୍କର ପଡ଼ୋଶୀ ଏବଂ ରିଲେଟିଭ୍ ସହିତ ଆପଣମାନଙ୍କର ସମ୍ପର୍କ ମଧ୍ୟ ଖରାପ ହେବ। କୌଣସି ବି ପରିସ୍ଥିତିକୁ ଆପଣମାନେ ଶାନ୍ତିପୂର୍ଣ୍ଣ ଭାବରେ ସୁଝାନ୍ତୁ। ଏହା ସହିତ ଆପଣମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ତା ବିଷୟରେ ବେଶୀ କିଛି ଭାବିକି ତଦାରଖ କରିକିନା ଆପଣମାନେ କାର୍ଯ୍ୟ କରନ୍ତୁ। କୌଣସି ବାହାର ଲୋକଙ୍କ ସହିତ ଆପଣମାନେ ମିଶନ୍ତୁ ନାହିଁ, କାହିଁକି ନା ସେହି ବାହାର ଲୋକ ଆପଣମାନଙ୍କୁ ବଦନାମୀ ମଧ୍ୟ ହୋଇପାରେ। ତେଣୁ ଆପଣମାନେ ସବୁବେଳେ ସଜାଗ ହୋଇକିନା ରୁହନ୍ତୁ। ଆପଣମାନଙ୍କର ଜୀବନ ସାଥୀ ଆପଣମାନଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ, ଆଉ ଆପଣମାନଙ୍କର ସବୁ କଥାକୁ ମଧ୍ୟ ସେମାନେ ଶୁଣିବେ, ଯାହାଫଳରେ ଆପଣମାନଙ୍କର ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ମଧ୍ୟ ଦେଖିବା ପାଇଁକି ମିଳିବ। ଆଉ ଆପଣମାନଙ୍କର ପ୍ରେମ ଜୀବନରେ ଯେଉଁ ସବୁ ସମସ୍ୟା ଦେଖାଯାଉଥିଲା ସେ ସବୁ ସମସ୍ୟା ମଧ୍ୟ ଆପେ ଆପେ ଦୂର ମଧ୍ୟ ହେଇଯିବ। ଆଉ ଜୀବନସାଥୀଙ୍କ ସହଯୋଗ ଆପଣମାନଙ୍କୁ ଆତ୍ମବଳ ଏବଂ ଆତ୍ମବିଶ୍ୱାସ ମଧ୍ୟ ପ୍ରଦାନ କରିବ। ଆକସ୍ମିକ ସମ୍ପର୍କରେ ଘନିଷ୍ଠତା ମଧ୍ୟ ଦେଖିବା ପାଇଁକି ମିଳିବ। ଆଉ ପ୍ରେମ ସମ୍ପର୍କରେ ଆପଣମାନଙ୍କର ଗମ୍ଭୀରତା ମଧ୍ୟ ଦେଖିବା ପାଇଁକି ମିଳିବ। କୌଣସି ପୁରୁଣା ମିତ୍ରମାନଙ୍କ ସହିତ ଦେଖାହେବା କାରଣରୁ ଆପଣମାନଙ୍କର ଯାତ୍ରା ସୁଖମୟ ମଧ୍ୟ ହେବ। ତା ସହିତ ଆପଣମାନଙ୍କର ପ୍ରେମ ଜୀବନ ପାଇଁ ଏ ସମୟ ବହୁତ ଭଲ ରହିବ। ଏ ଦିନ ଆପଣମାନଙ୍କୁ ଅବଶ୍ୟ ହିଁ ଲାଭ ଉଠେଇବାର ଅଛି। ଯଦି କହିବା କାର୍ଯ୍ୟ କ୍ଷେତ୍ରରେ ଆପଣମାନଙ୍କର ଅବଶ୍ୟ ହିଁ ହାତ ରହିଛି। କୌଣସି ଭୁଲ କାର୍ଯ୍ୟ ଦ୍ୱାରା ଆପଣମାନଙ୍କୁ ଆସୁଥିବା ଅର୍ଡର ମଧ୍ୟ ଆପଣମାନଙ୍କ ହାତରୁ ମଧ୍ୟ ଚାଲି ଯାଇପାରେ। ଚାକିରି କରୁଥିବା ଲୋକମାନଙ୍କୁ ଅବଶ୍ୟ ଧୈର୍ଯ୍ୟ ହୋଇକିନା ରହିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ତାଙ୍କ ଉପରେ କାମର ବୋଝ ମଧ୍ୟ ଅଧିକ ମାତ୍ରାରେ ରହିବ। ଏବଂ କାର୍ଯ୍ୟକ୍ଷେତ୍ରରେ ନୀତିରେ ଆପଣମାନଙ୍କୁ କୌଣସିଟା ପରିବର୍ତ୍ତନ କରିବା ପାଇଁକି ପଡ଼ିବ। କୌଣସି କର୍ମଚାରୀଙ୍କ ନଜରକୁ ଆପଣମାନେ ନଜରଅନ୍ଦାଜ କରନ୍ତୁ ନାହିଁ। ଆପଣମାନଙ୍କ ପିଠି ପଛରେ କୌଣସି ବ୍ୟକ୍ତି ଆପଣମାନଙ୍କୁ କଷ୍ଟ ଦେବାକୁ ଚେଷ୍ଟା କରିପାରେ। କୌଣସି ଅନୈତିକ କାର୍ଯ୍ୟ କରିବା ଠାରୁ ଆପଣମାନେ ଦୂରେଇକିନା ରୁହନ୍ତୁ, କାହିଁକି ନା ଏହାର ଖରାପ ପ୍ରଭାବ ଆପଣମାନଙ୍କର ମାନ ସମ୍ମାନ ଉପରେ ମଧ୍ୟ ପଡ଼ିପାରେ। ତେଣୁ ଆପଣମାନେ କୌଣସି ଅଜଣା ବ୍ୟକ୍ତିମାନଙ୍କ ସହିତ ଡିଲ୍ ଫାଇଲ୍ କରନ୍ତୁ ନାହିଁ। ଏହା ଆପଣମାନଙ୍କ ପାଇଁ ବହୁତ ଭଲ ରହିବ। ଏହା ସହିତ କାର୍ଯ୍ୟକ୍ଷେତ୍ରରେ ଚାଲି ଆସୁଥିବା ପ୍ରୋବ୍ଲେମକୁ ଆପଣମାନେ ଶାନ୍ତିପୂର୍ଣ୍ଣ ଭାବରେ ସୁଲଝେଇବାର ଅତି ଆବଶ୍ୟକତା ମଧ୍ୟ ରହିଛି। ଯଦି କହିବା ଆପଣମାନଙ୍କୁ ଏହି ଦିନମାନଙ୍କରେ ଏସିଡିଟି ଏବଂ ଗ୍ୟାସ୍ ସମ୍ବନ୍ଧୀୟ କିଛି ଉତ୍ପନ୍ନ ମଧ୍ୟ ହୋଇପାରେ। ଆପଣମାନେ ଆପଣମାନଙ୍କର ଖାଦ୍ୟପେୟ ଉପରେ ସଂଯମତା ବନେଇକିନା ବିଶେଷ ଭାବରେ ରଖନ୍ତୁ। ଏହା ସହିତ ନିଜର ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁକି ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ, ଯାହାଫଳରେ ଆପଣମାନଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ ଏବଂ ଠିକ୍ ରହିବ। ଏବଂ ତା ସହିତ ଆପଣମାନେ ପ୍ରତ୍ୟେକ ଦିନ ସକାଳୁ ସୂର୍ଯ୍ୟଙ୍କୁ ଜଳ ମଧ୍ୟ ଅର୍ପଣ କରନ୍ତୁ। ଦେଖିବେ ଯାହାଦ୍ୱାରା ଆପଣମାନଙ୍କୁ ସମୟ ଏବଂ ସଫଳତା ମଧ୍ୟ ପ୍ରାପ୍ତ ହେବ। ହଁ ଆଜ୍ଞା, ଆପଣମାନେ ଏହି ଦୁଇ ଦିନକୁ ଆହୁରି ଅଧିକ ଶୁଭ ଏବଂ ମଙ୍ଗଳମୟ କରିବା ପାଇଁ ଆପଣମାନେ ସକାଳୁ ସ୍ନାନ ଆଦି କରିସାରିଲା ପରେ ମହାଦେବଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ
ସେଠି ଓଁ ନମଃ ଶିବାୟ ବୋଲି 108 ଥର ଜପ କରନ୍ତୁ। ଜପ କରିବା ଦ୍ୱାରା ଆପଣମାନଙ୍କୁ ଭଗବାନ ଶିବଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ଆପଣମାନଙ୍କର ଯେଉଁ ସବୁ ଗତିବିଧି ଥିଲା ସେ ସବୁ ମଧ୍ୟ ଦୂର ହୋଇଯିବ ଏବଂ ଆପଣମାନଙ୍କର ଦିନ ବହୁତ ଭଲ ଭାବରେ କଟିଯିବ। ଯଦି ଆଜିର ଏ ଭିଡ଼ିଓଟି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ନିହାତି ଅବଶ୍ୟ ଜଣାନ୍ତୁ। ରହୁଛି, ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି, ଧନ୍ୟବାଦ।